କାର୍ତ୍ତିକ ମାସର ଗୁରୁବାର ଦିନ ତୁଳସୀ ମୂଳରେ କରିଦିଅନ୍ତୁ ଏହି 5ଟି କାମ। ମା ଲକ୍ଷ୍ମୀଙ୍କର କୃପା ସଦା ସର୍ବଦା ଆପଣଙ୍କ ଉପରେ ବଜାୟ ରହିଥିବ। ହିନ୍ଦୁ ଧର୍ମରେ ବା ସନାତନ ଧର୍ମରେ ତୁଳସୀ ବୃକ୍ଷର ଅତ୍ୟନ୍ତ ପ୍ରାଧାନ୍ୟତା ଦିଆଯାଇଛି ଏବଂ ଆପଣ ମଧ୍ୟ ଜାଣିଥିବେ ଯେ ଭଗବାନ ବିଷ୍ଣୁଙ୍କର ସବୁଠାରୁ ଶ୍ରେଷ୍ଠ ଏବଂ ସବୁଠାରୁ ପ୍ରିୟ ମାସ ହେଉଛି କାର୍ତ୍ତିକ ମାସ ଏବଂ ଭଗବାନଙ୍କୁ ବହୁତ ପ୍ରିୟ ଅଟେ ତୁଳସୀ ପତ୍ର। ଦର୍ଶକ ବନ୍ଧୁ, ଆଜି ଗୁରୁବାର ଦିନ ଯେକୌଣସି ବି ବ୍ୟକ୍ତି ଯେକୌଣସି ବି ମହିଳା ଯଦି ତୁଳସୀ ମୂଳରେ ଏହି 5ଟି କାମ କାର୍ତ୍ତିକ ମାସରେ କରିଦିଅନ୍ତି, ତାଙ୍କର ଜୀବନରେ କେବେ ଦରିଦ୍ରତା ତାଙ୍କ ଜୀବନକୁ ଆସିବ ନାହିଁ। ମା ଲକ୍ଷ୍ମୀଙ୍କର କୃପା ସଦା ସର୍ବଦା ତାଙ୍କ ଉପରେ ବଜାୟ ରହିବ। ଶାସ୍ତ୍ରୀୟ ପ୍ରମାଣ ସହିତ ଆଜି ମୁଁ ଆପଣମାନଙ୍କୁ ତୁଳସୀ ମୂଳର କିଛି ଉପାୟ କହିବି। ଏହା ଆପଣମାନେ କିଛି କରନ୍ତୁ କିମ୍ବା ନ କରନ୍ତୁ, ଆପଣମାନେ ତୁଳସୀ ମୂଳରେ ଏହି କାମ ନିହାତି କରିଦିଅନ୍ତୁ। ବିଶ୍ୱାସ କରନ୍ତୁ, ଆପଣମାନେ ଦେଖିବେ ଯେ କାର୍ତ୍ତିକ ମାସରେ ଏହି ଯେଉଁ କାମ ଆପଣ କରିଥିବେ, କେତେ କରଜ ସମସ୍ୟା ଥାଉ ନା କାହିଁକି, କେତେ ଋଣରେ ଆପଣ ବୁଡ଼ନ୍ତୁ ନା କାହିଁକି, ଚାକିରିରେ ସମସ୍ୟା, ବିଦ୍ୟାରେ ସମସ୍ୟା, ଧନ ଘରେ ଯଦି ରୋଗ ଦୁଃଖ ସୁଖ କେତେ ବି ସଙ୍କଟ ଥାଉ ନା କାହିଁକି, ଏସବୁ ସମସ୍ୟା ନିହାତି ଦୂର ହେବ। ଆପଣମାନଙ୍କୁ ଆଜି ଶାସ୍ତ୍ରୀୟ ପ୍ରମାଣ ସହିତ ତୁଳସୀ ମୂଳର କିଛି ଉପାୟ କହୁଛି। ଜୀବନରେ ଯେତେ ଦୁଃଖ କଷ୍ଟ ଥାଉ ନା କାହିଁକି, ମା ବୃନ୍ଦାବତୀଙ୍କୁ କାର୍ତ୍ତିକ ମାସରେ ଏବଂ ପ୍ରଭୁ ନାରାୟଣଙ୍କୁ ଯଦି ଆପଣମାନେ ପୂଜା କରନ୍ତି, ତେବେ ଆପଣମାନେ ନିହାତି ଦୁଃଖ ରୋଗ ଶୋକ ସଙ୍କଟ ସବୁଥିରେ ଦୂର ହେବେ। ଆପଣଙ୍କୁ ଟିକେ ଟିକେ ସମୟ ଲାଗିବ, କିନ୍ତୁ ଯେଉଁ ନିୟମ ଆଜି ମୁଁ ଆପଣମାନଙ୍କୁ କହିବି, ଏହାକୁ ଅବଶ୍ୟ କରନ୍ତୁ। ପ୍ରିୟ ଦର୍ଶକ ବନ୍ଧୁ, କାଲି ଗୋଟିଏ ଭିଡ଼ିଓ ଅପଲୋଡ଼ ହୋଇଛି, ଯାହାକି କାର୍ତ୍ତିକ ମାସରେ ବ୍ରହ୍ମ ମୁହୂର୍ତ୍ତରେ 5ଟି କାମ କରିବା ପାଇଁ। ଆପଣମାନେ ଯାଇକରି ସେହି ଭିଡ଼ିଓକୁ ଥରେ ଦେଖନ୍ତୁ। କାଲି ଅପଲୋଡ଼ ହୋଇଛି ଏବଂ ତାହାକୁ ବି ଆପଣମାନେ କରିବା ପାଇଁ ଚେଷ୍ଟା କରନ୍ତୁ। ସେଥିରେ ଆପଣଙ୍କର ଅଧିକ ଟଙ୍କା ବି ଖର୍ଚ୍ଚ ହେବ ନାହିଁ। ବାସ୍ ଆପଣଙ୍କର ବିଶ୍ୱାସ, ଭକ୍ତି ଏବଂ କିଛି ସମୟ ଆପଣଙ୍କର ନଷ୍ଟ ହେବ। ତାହାକୁ ନଷ୍ଟ ତ କୁହାଯିବ ନାହିଁ। ଆପଣ ଯେମିତି କର୍ମ କରିବେ ଫଳ ନିଶ୍ଚୟ ପାଇବେ। କାର୍ତ୍ତିକ ମାସ ସାରା ଏହି ଯେଉଁ ନିୟମ ଆଜି ମୁଁ ଆପଣମାନଙ୍କୁ କହୁଛି, ତାହା ନିହାତି କରନ୍ତୁ। ବିଶ୍ୱାସର ସହିତ କରନ୍ତୁ। ଭଗବାନଙ୍କର ଦୟା ଆପଣଙ୍କ ଉପରେ ନିଶ୍ଚୟ ହେବ। ଧୀରେ ଧୀରେ କରି ଆପଣଙ୍କର କରଜ ସୁଝିବାରେ ଲାଗିବ। ଧୀରେ ଧୀରେ ଆପଣଙ୍କ ଘରର ପରିସ୍ଥିତି ବଦଳିବା ପାଇଁ ଲାଗିବ। ଯେଉଁ ଲୋକମାନେ ଆପଣମାନଙ୍କୁ ଉନ୍ନତି କରେଇ ଦେଉନାହାନ୍ତି ବା ଆପଣମାନେ ଉନ୍ନତି ଆଡ଼କୁ ଯାଉଛନ୍ତି, କର୍ମର ଫଳ ପାଇପାରୁନାହାନ୍ତି, ପରିଶ୍ରମର ଉପଯୁକ୍ତ ଫଳ ପାଇପାରୁନାହାନ୍ତି, ଏହି ଉପାୟ କରିବା ମାତ୍ରେ ଆପଣଙ୍କ ଜୀବନରେ ସବୁ କିଛି ଶୁଭ ହେବା ପାଇଁ ଲାଗିବ। ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ହେବା ପାଇଁ ଲାଗିବ। ତେଣୁ ଆଉ ଡେରି ନ କରି ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଧୈର୍ଯ୍ୟର ସହକାରେ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ। ଏହିସବୁ ଉପାୟ ଆପଣମାନେ ନିଶ୍ଚୟ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁକୁ ମୁଁ ଅନୁରୋଧ କରିବି ଯେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ଟିଏ କରି କମେଣ୍ଟ ସେକ୍ସନରେ ଜୟ ଲକ୍ଷ୍ମୀ ନାରାୟଣ ନିହାତି ଲେଖନ୍ତୁ। ଆଜି ଆମେ ଜାଣିବା ଯେ ଗୁରୁବାର ଦିନ ଏମିତି କେଉଁ କେଉଁ ଉପାୟ ଆପଣମାନେ କରିବେ, ଯାହାଦ୍ୱାରା କି ମା ବୃନ୍ଦାବତୀଙ୍କର କୃପା ସହିତ ଆପଣମାନଙ୍କ ଉପରେ ପ୍ରଭୁ ନାରାୟଣଙ୍କର କୃପା ମଧ୍ୟ ରହିବ। ଏହାକୁ ଥରୁଟିଏ ତ କରନ୍ତୁ, ଦେଖିବେ ଆପଣଙ୍କ ଜୀବନରେ କେତେ ପରିବର୍ତ୍ତନ ଆସୁଛି। ପ୍ରଥମ ଉପାୟ, ଗୁରୁବାର ଦିନ ତୁଳସୀର ବିଶେଷ ପୂଜାର୍ଚ୍ଚନା କରିବା ଦରକାର। ଆପଣ ତ ଯେମିତି ସେମିତି ତୁଳସୀ ପୂଜା କରୁଛନ୍ତି, କିନ୍ତୁ ପ୍ରକୃତରେ 2 ସେକେଣ୍ଡ ପାଇଁ ଏହି ଭିଡ଼ିଓକୁ ଅତି ସୁନ୍ଦର ଭାବରେ ମୁଁ ଆପଣଙ୍କୁ ବର୍ଣ୍ଣନା କରୁଛି ଯେ କିପରି ଆପଣ ତୁଳସୀ ପୂଜା କରିବେ। ପ୍ରଥମେ ତୁଳସୀ ତୁଳସୀ ଗଛ ଉପରେ ତୁଳସୀର ଆଖପାଖକୁ ସଫା କରିବେ। ତୁଳସୀର ଉପରେ କିଛି ଗଙ୍ଗା ଜଳ ସହିତ ହଳଦୀ ପାଣି ସିଞ୍ଚନ କରିବେ, ଯାହାକି ମାଙ୍କର ସ୍ନାନ ବୋଲି କୁହାଯାଏ। ତାପରେ ମାଙ୍କୁ କାର୍ତ୍ତିକ ମାସରେ ଗୋଟିଏ ଲାଲ ଚୁନରି ତା ସହିତ 2ଟି ଶଙ୍ଖା ଚଢ଼ାଇବେ। ଗୁରୁବାର ଦିନ ଚଢ଼ାନ୍ତୁ, ବହୁତ ଶୁଭ ଫଳ ପ୍ରାପ୍ତି ହେବ। ତାପରେ ମା ବୃନ୍ଦାବତୀଙ୍କର ମୂଳରେ ଗୋଟିଏ ତମ୍ବା ଢାଳରେ କିଛି ଜଳ, ଗଙ୍ଗା ଜଳ, ହଳଦୀ, ଟିକେ କର୍ପୂର, ଲାଲ ପୁଷ୍ପ ଟିକେ ସେତକ ଅର୍ପଣ କରି ଓಂ ନମୋ ଭଗବତେ ବାସୁଦେବା ମନ୍ତ୍ର ଜପ କରି 11 ଥର ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ଜଳ ଅର୍ପଣ କରନ୍ତୁ। ତାପରେ ମାଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ, ମାଙ୍କୁ ଲାଲ ପୁଷ୍ପ ଟିକେ ଅର୍ପଣ କରନ୍ତୁ କିମ୍ବା ହଳଦିଆ ପୁଷ୍ପ ଯାହା ବି ଆପଣଙ୍କ ପାଖରେ ଥିବ ଏବଂ ମାଙ୍କୁ କିଛି ଭୋଗ ଦିଅନ୍ତୁ। ମା ବୃନ୍ଦାବତୀଙ୍କର ଚଉରାର ଆଖପାଖ ସଫାସୁତୁରା କରି ଗୋଟିଏ ଦୀପ ଦିଅନ୍ତୁ। 2 ସମୟ ଦୀପ ଦେଲେ ବହୁତ ଭଲ ଅଟେ। ସକାଳ ଏବଂ ସନ୍ଧ୍ୟାରେ ଯଦି ଗୋଟିଏ ସମୟ ଦେଉଛନ୍ତି ତାହେଲେ ବି ଭଲ ଅଟେ। ଏବଂ ମା ବୃନ୍ଦାବତୀଙ୍କର ପାଖରେ ଲକ୍ଷ୍ମୀ ପାଦପଦ୍ମ ଟିକେ ଅଙ୍କନ କରନ୍ତୁ। ବାସ୍ ଏତକ କରନ୍ତୁ, ଅତି ଶ୍ରଦ୍ଧାର ସହକାରେ କରନ୍ତୁ। ଦେଖିବେ ମାଙ୍କୁ ଯେତେବେଳେ ବି ପୂଜା କରିବେ, ମା ବୃନ୍ଦାବତୀଙ୍କୁ ନିଜ ଘରର ସୁଖ ସମୃଦ୍ଧି ଏବଂ
ଆପଣଙ୍କ ଘର ମା ତମ ପାଖରେ ଛାଡ଼ିଦେଲି, ତୁମ ଘର ତୁମେ ଯେମିତି ଉନ୍ନତି କରାଉଛ କର, ଏମିତି ପ୍ରାର୍ଥନା କରନ୍ତୁ ମା ବୃନ୍ଦାବତୀଙ୍କ ପାଖରେ। ଏହିପରି ଭାବରେ ଏହି ନିୟମରେ ଆପଣ ପୂଜା କରନ୍ତୁ। ଏବଂ ତୁଳସୀ ପୂଜାରେ କେବେ ବି କଳା ବସ୍ତ୍ର ପିନ୍ଧିବେ ନାହିଁ, ନୀଳ ରଙ୍ଗର ବସ୍ତ୍ର ପିନ୍ଧିବେ ନାହିଁ। ମୁଣ୍ଡରେ ସଦାସର୍ବଦା ଓଢ଼ଣୀ ଢାଙ୍କି କରି ହିଁ ପୂଜା କରିବେ। ଦ୍ୱିତୀୟ ଉପାୟ, ତୁଳସୀ ମୂଳରେ ପ୍ରତି ଗୁରୁବାରକୁ ଗୁରୁବାର, କାର୍ତ୍ତିକ ମାସର ଗୁରୁବାର କିମ୍ବା ଅନ୍ୟ ଯେକୌଣସି ସମୟର ଗୁରୁବାରରେ ଆପଣମାନେ କ'ଣ କରିବେ ନା, କଞ୍ଚା କ୍ଷୀର, ଗାଈର କଞ୍ଚା କ୍ଷୀର, ଯଦି ଗାଈର ନ ମିଳୁଛି ତେବେ ଆପଣମାନେ ପକେଟ୍ କ୍ଷୀର ବି ବ୍ୟବହାର କରିପାରିବେ। କ'ଣ କରିବେ ଯଦି ନ ମିଳିବ, ଓମ୍ ନମୋ ଭଗବତେ ବାସୁଦେବ କହିକରି ତୁଳସୀ ମୂଳରେ ରୂପାର ଗିନାରେ ଅର୍ପଣ କରିବେ। ଯଦି ରୂପାର ଗିନା ନଥିବ ମାଟିର ପାତ୍ରରେ ଅର୍ପଣ କରିବେ ଏବଂ ସେହି କଞ୍ଚା କ୍ଷୀରକୁ ତୁଳସୀ ମୂଳରେ ଅର୍ପଣ କରିବା ପରେ ତାହାକୁ ନିଜ ମଥାରେ ତିଲକ ଲଗାଇବେ। ନିଜ ପରିବାରର ସମସ୍ତଙ୍କୁ ତିଲକ ଲଗାଇବେ ସେହି ତୁଳସୀ ମୂଳର ମାଟିରେ, ଯେଉଁ କଞ୍ଚା କ୍ଷୀର ଅର୍ପଣ କରିବା ପରେ। ଦ୍ୱିତୀୟ ଉପାୟ। ଏବେ ଜାଣିବା ତୃତୀୟ ଉପାୟ, ତୁଳସୀର ମଞ୍ଜରୀ। ତୁଳସୀର ମଞ୍ଜରୀ ଆପଣଙ୍କୁ ଯଦି ଗୁରୁବାର ଦିନ ମିଳିଯାଉଛି, ଯେକୌଣସି ଠାରେ ବି ପ୍ରଭୁ ନାରାୟଣଙ୍କୁ ଅର୍ପଣ କରନ୍ତୁ। ଯଦି ବହୁତ ଯେଉଁ କିଛି ମିଳିଯାଉଛି ତୁଳସୀର ମଞ୍ଜରୀ, ତାହାକୁ ଗୋଟିଏ 11ଟି ତୁଳସୀର ମଞ୍ଜରୀକୁ ଧାଗା କରନ୍ତୁ, ମାଳ କରିଦିଅନ୍ତୁ, ତାହାକୁ ପ୍ରଭୁ ନାରାୟଣଙ୍କୁ ଅର୍ପଣ କରନ୍ତୁ ଏବଂ ନିଜର ମନସ୍କାମନା ଜଣାନ୍ତୁ। ଏମିତି 7ଟି ଗୁରୁବାର ଯଦି କରିବେ, ପ୍ରଭୁ ନାରାୟଣଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ। ପ୍ରଭୁ ନାରାୟଣଙ୍କର କୃପାରେ ଆପଣଙ୍କ ଘର ଧନ ଧାନ୍ୟରେ ପରିଣତ ହୋଇଯିବ। ବିଶ୍ୱାସର ସହକାରେ କରନ୍ତୁ, ଦେଖିବେ ବହୁତ ପ୍ରିୟ ଅଟେ ପ୍ରଭୁ ନାରାୟଣଙ୍କୁ ତୁଳସୀର ମଞ୍ଜରୀ। ଏବେ ଜାଣିବା ଚତୁର୍ଥ ଉପାୟ। ଗୁରୁବାର ଦିନ ଆପଣମାନେ କ'ଣ କରିବେ ନା, କିଛି ହଳଦୀକୁ ସିଞ୍ଚନ କରିବେ ତୁଳସୀର ମୂଳରେ ଏବଂ ସେହି ସମୟରେ ଓମ୍ ନମୋ ଭଗବତେ ବାସୁଦେବା ମନ୍ତ୍ର ଜପ କରିବେ। ଏହା ଜପ କରିବା ଦ୍ୱାରା ଆପଣଙ୍କର ଜୀବନରେ ଯାହା ବି ସମସ୍ୟା ଅଛି ଦୂର ହେବ। ଦର୍ଶକ ବନ୍ଧୁ, କିଛି ଲୋକ କରଜରେ ବୁଡ଼ି ଯାଆନ୍ତି, କିଛି ଲୋକ ସୁନା ବିକ୍ରି କରିଦିଅନ୍ତି, ସୁନା ବନ୍ଧା ପକାଇ କରି ଟଙ୍କା ଆଣନ୍ତି, ପୁଣି ଥରେ ସେହି ସୁନାକୁ କରିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ କରିପାରିନଥାନ୍ତି। କାହିଁକି ନା ବୃହସ୍ପତି ଯାହାର ଖରାପ ରୁହେ ତାର ଧନଜନିତ ସମସ୍ୟା, କରଜ ସମସ୍ୟା, ବିଦ୍ୟାରେ ଅଭାବ, ସମାଜରେ ଅପନିନ୍ଦା ଅପମାନ ଏସବୁ ପାଇଥାନ୍ତି। ବୃହସ୍ପତି କିପରି ମଜବୁତ ହେବ? ଆପଣ ଯଦି ନାରାୟଣଙ୍କର ସେବା କରିବେ। ସେଥିପାଇଁ ତ କହୁଛି ହଳଦୀର ଏକ ବିଶେଷ ଉପାୟ ମୋ ଚ୍ୟାନେଲରେ ଅଲରେଡ଼ି ସେହି ଭିଡ଼ିଓ ପଡ଼ିଛି, ଆପଣମାନେ ଯାଇକରି ଦେଖିଦିଅନ୍ତୁ। ଏବଂ ତା ସହିତ ଆପଣମାନେ ଗୁରୁବାରକୁ ଗୁରୁବାର କ'ଣ କରିବେ ନା ପ୍ରଭୁ ନାରାୟଣଙ୍କୁ ଆପଣମାନେ ହଳଦୀର ଏବଂ କେଶର ଗଙ୍ଗା ଜଳରେ ତିଲକ ଲଗାଇବେ, ତାହାକୁ ନିଜ ମଥାରେ ମଧ୍ୟ ଲଗାଇବେ। ଏହା ଥିଲା ଚତୁର୍ଥ ଉପାୟ। ଏବେ ଆଉ ଗୋଟିଏ କଥା, ଯଦି ଘରେ ଆପଣଙ୍କର ଲକ୍ଷ୍ମୀ ନାରାୟଣଙ୍କର ମୂର୍ତ୍ତି, ଫଟୋ ଯାହା ବି ଅଛି, ଯାହା ବି ଆଭେଲେବଲ୍ ଅଛି, ପ୍ରତି ଗୁରୁବାରକୁ ଗୁରୁବାର ମାଙ୍କର ଏବଂ ନାରାୟଣଙ୍କର, ଲକ୍ଷ୍ମୀ ନାରାୟଣଙ୍କର ଟିକେ ବିଶେଷ ପୂଜା ଅର୍ଚ୍ଚନା କରନ୍ତୁ। ଯେମିତିକି ସକାଳୁ ମାଙ୍କୁ ଏବଂ ପ୍ରଭୁ ନାରାୟଣଙ୍କୁ ହଳଦୀ ପାଣିରେ ସ୍ନାନ କରାଇବେ, ମାଙ୍କର ପ୍ରିୟ ବେଲପତ୍ର, ମାଙ୍କୁ ଦୁବ ଏସବୁ ଅର୍ପଣ କରିବେ, ପ୍ରଭୁଙ୍କୁ ଦୁର୍ଲଭା ପତ୍ର, ତୁଳସୀ ପତ୍ର ଅର୍ପଣ କରିବେ। ଏସବୁ ଅର୍ପଣ କରନ୍ତୁ, ମାଙ୍କୁ ବିଶେଷ ପୂଜାର୍ଚ୍ଚନା କରନ୍ତୁ, ଘିଅର ଦୀପଟିଏ ଲକ୍ଷ୍ମୀ ନାରାୟଣଙ୍କ ସକାଶେ ଅଲଗା ପ୍ରଜ୍ୱଳିତ କରନ୍ତୁ। ଗୁରୁବାରକୁ ଗୁରୁବାର ଏହି ନିୟମ ପାଳନ କରନ୍ତୁ। ପଦ୍ମ ଫୁଲ ଯଦି ମିଳିବ ତ ଆହୁରି ଭଲ କଥା। ତା ସହିତ ଶୁକ୍ରବାର ଦିନ, କାର୍ତ୍ତିକ ମାସର ହେଉ କିମ୍ବା ଯେକୌଣସି ଶୁକ୍ରବାର ଦିନ, ଏହି କଥାଟି ଆପଣମାନେ ବିଶ୍ୱାସ କରିବେ ନାହିଁ ଯେ ମା ଲକ୍ଷ୍ମୀଙ୍କର ପ୍ରିୟ ବାର ହେଉଛି ତ ଗୁରୁବାର, ଆମେ କାହିଁକି ଶୁକ୍ରବାର କରିବୁ? ଶୁକ୍ରବାର ବୈଭବ ଲକ୍ଷ୍ମୀ ପୂଜା କରାଯାଏ, ଆପଣମାନେ ତ ନିହାତି ଜାଣିଥିବେ। ଶୁକ୍ରବାର ଯଦି ଗୁରୁବାର ଦିନ ଆପଣମାନେ ମା ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବେ, ଆପଣଙ୍କର ଧନରେ ବୃଦ୍ଧି ହେବ, କିନ୍ତୁ ଟଙ୍କା ଆସୁଥିବ ଯାଉଥିବ। କିନ୍ତୁ ଯଦି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା କରିବେ, ଆପଣଙ୍କ ଘରେ ସ୍ଥାୟୀ ଲକ୍ଷ୍ମୀର ବାସ ହେବ। ଅର୍ଥାତ୍ ଆପଣ ଯେଉଁ କହୁଛନ୍ତି ନା ଟଙ୍କାଟିଏ ରହୁନି ମୋ ଘରେ, ଟଙ୍କାଟିଏ ରହିବ। ସେହିପରି ଭାବରେ ଗଙ୍ଗା ଜଳରେ ଏବଂ ହଳଦୀରେ ସ୍ନାନ କରାଇବେ। ସନ୍ଧ୍ୟା ସମୟରେ ଏହି ପୂଜା କରାଯାଏ। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା, ମାଙ୍କୁ କ୍ଷୀରି କିମ୍ବା ମିଶ୍ରି ଭୋଗ ଦେବେ କିମ୍ବା ପାନପତ୍ରରେ ମହୁର ଭୋଗ ଟିକେ ଦେବେ। ସନ୍ଧ୍ୟା ସମୟରେ ମାଙ୍କୁ ଧଳା ରଙ୍ଗର ଫୁଲ, ମାଙ୍କର ଯଦି ଆପଣଙ୍କ ପାଖରେ ଶ୍ରୀ ଯନ୍ତ୍ର ଥିବ ସ୍ନାନ କରାଇଦେବେ ପଞ୍ଚାମୃତରେ, ମାଙ୍କୁ ଅଲଗା ଭୋଗ ଟିକେ ଲଗାଇବେ, ମାଙ୍କୁ ପଦ୍ମ ଫୁଲ ଏସବୁ ଅର୍ପଣ କରିବେ। ଝୁଣା, ଦୀପ, ଧୂପ, ନୈବେଦ୍ୟ ଅର୍ପଣ କରି ଶ୍ରୀ ସୂକ୍ତମ ସହିତ କନକଧାରା ସ୍ତୋତ୍ରର ପାଠ କରନ୍ତୁ। ଗରିବ ସମସ୍ୟା ନିହାତି ଦୂର ହେବ। ଗୁରୁବାର ଏବଂ ଶୁକ୍ରବାର, ଅନ୍ୟ ଦିନରେ ସମୟ ହେଉ କିମ୍ବା ନ ହେଉ, ଗୁରୁବାର ଏବଂ ଶୁକ୍ରବାର ଏହାକୁ ପାଠ କରନ୍ତୁ। ତାପରେ ନିୟମଟି, ଗୁରୁବାର ଦିନ ଆପଣମାନେ କ'ଣ କରିବେ, ନିଜ ଘରର ମୁଖ୍ୟ ଦ୍ୱାରକୁ ଅତି ସୁନ୍ଦର ଭାବରେ ସାଜସଜ୍ଜା କରି ଲକ୍ଷ୍ମୀ ପାଦ ପଦ୍ମ ଟିକେ ଅଙ୍କନ କରିଦେବେ। ଏହା ଆପଣଙ୍କ ଘରକୁ ସ୍ଥାୟୀ ଲକ୍ଷ୍ମୀର ଆଗମନ କରାଇବ। ଆପଣ ଯଦି ନାରାୟଣଙ୍କର ସେବା କରିବେ, ମା ଲକ୍ଷ୍ମୀ ଆପେ ଆପେ ଆସିଯିବେ। ଆପଣ ଟଙ୍କା ପଛରେ ଗୋଡ଼ାନ୍ତୁନି, ନାରାୟଣଙ୍କ ପଛରେ ଗୋଡ଼ାନ୍ତୁ।
ଘରେ ଭାଗବତ ପାଠ କରନ୍ତୁ, ଭଗବତ ଗୀତା ପାଠ କରନ୍ତୁ, ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଯଦି ପଢ଼ି ପାରୁନାହାନ୍ତି ମୋବାଇଲରେ ଲଗାଇ କରି ରଖନ୍ତୁ। ସକାଳ ଏବଂ ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ଟିକେ ନିଜର ଘରେ ଟିକେ ମୋବାଇଲରେ ଲଗାଇ କରି ରଖିଦିଅନ୍ତୁ। ଦେଖିବେ ମାଙ୍କର କୃପା କିପରି ଆପଣଙ୍କ ଉପରେ ହେଉଛି। ଧୀରେ ଧୀରେ ଆପଣଙ୍କର କିପରି ଜୀବନ ବଦଳିବା ପାଇଁ ଲାଗିଛି। ହଠାତ୍ କିନା ହେବ ନାହିଁ, ଆପଣ ରାତାରାତି କରୋଡ଼ପତି ହେବେ ନାହିଁ। ଧୀରେ ଧୀରେ ଆପଣଙ୍କର ପରିସ୍ଥିତି ବଦଳିବ। ନିହାତି ଯଦି ଆପଣ ରେଗୁଲାର କରିବାର ଅଛି ତାହେଲେ ନିହାତି ଆପଣଙ୍କ ଜୀବନରେ ବିରାଟ ବଡ଼ ପରିବର୍ତ୍ତନ ଆସିବ।